ପୋଲ ତଳେ ପାଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ପୋଲ ତଳେ ପାଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ମୃତ ବ୍ୟକ୍ତି ଜଣକର ମୁଣ୍ଡରେ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ବ୍ୟକ୍ତି ଜଣକୁ ହତ୍ୟା କରାଯାଇ ପୋଲ ତଳେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ମୃତ ବ୍ୟକ୍ତି ଜଣକ କେଉଁଠିକାର କ'ଣ କିଛି ବି ଜଣାପଡ଼ିନାହିଁ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ଏବଂ କୁର୍ସି ରାସ୍ତା ମଧ୍ୟରେ। ପୋଲ ତଳେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା କୁର୍ସି ଗ୍ରାମର କିଛି ଲୋକ ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ। ଉକ୍ତ ଖବର ଆଖି ପିଛୁଡ଼ାକେ ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜନଗହଳି ମଧ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ମହୋଦୟ ଉମରକୋଟ ପୋଲିସକୁ ଖବର ଦେଇଥିଲେ। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ସହିତ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି। ଆଜ୍ଞା ମୁଁ ହେଉଛି ବୁର୍ଜା ପଞ୍ଚାୟତ ସମିତି ସଭ୍ୟ ହୀରାଲାଲ ମାଝୀ। ମୁଇଁ ଇ ଖବରଟା 8ଟା ସମୟକୁ ଖବର ପାଇଲି। ଗୋଟେ ମୃତ ଶବ ତେଲନଦୀ ବ୍ରିଜ ତଳେ ପଡ଼ିଛି ବୋଲତେ ଜାଣିଲି। ଅଜଣା ଶବଟା, ସେ ଶବ ରକ୍ତ ଅଛି ଜୁଡ଼ୁବୁଡ଼ୁଟା କେଉଁଠିର ସନ୍ଦେହରେ ଅଛି। ସେ ଲୋକ ଅଜଣା ଲୋକ, କିଏ ମାରି ଫୋପାଡ଼ିଛି, କିଏ କିସ୍ କରିଛି ଆମେ ତାକୁ ଆମେ ଜାଣିନୁ, ସନ୍ଦେହରେ ଅଛୁ। ତାଙ୍କୁ ଟିକେ ଲୋକ ନିଜର କାର ଲୋକ ହେଇପାରେ, ସେ ଚିହ୍ନିଲେ ଭଲ ହେଇଥାନ୍ତା। ଏଇ ଆଖାପାଖର ଲୋକ ଅଛନ୍ତି କି କେଉଁଠିର ଲୋକ ଆମେ ତାଙ୍କୁ ଚିହ୍ନି ପାରୁନୁ, ସନ୍ଦେହରେ ଅଛୁ। ବହୁତ ପାଣିରେ ପଡ଼ିଥିଲେ ଶବଟା। ସେ ଶବକୁ ପୋଲିସକୁ ଖବର ଦେବାର ପୋଲିସ ଆସିଛନ୍ତି। ପୋଲିସ ତଦନ୍ତ କରୁଛି। ଯାଉ ଆମ ନଦୀରେ କେବେ ବି ସେମିତି ଘଟଣା ହୁଏ ନାହିଁ। ଏରିଆରେ ସେଟା ନୂଆରେ ହେଇଛି। ଏ ଜିନିଷଟା ଭଲ ନାହିଁ। ନବରଙ୍ଗପୁରରୁ ବୈଷ୍ଣବ ନାୟକ ରିପୋର୍ଟ, ଶ୍ରୀକ୍ଷେତ୍ର ଲାଇଭ୍।